ଆଜକୁ 15 ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟ ସୃଷ୍ଟି ହୋଇଥିଲା। ଗରିଲାର ଦେହର ଗଠନ ମନୁଷ୍ୟର ଦେହର ଗଠନ ଭଳି, ମାନେ ଗରିଲାର ଦେହ ମଣିଷର ଦେହ ସହିତ ସମାନ। ସିମ୍ପାଞ୍ଜିର ବୁଦ୍ଧି ମନୁଷ୍ୟର ବୁଦ୍ଧି ସହିତ ମେଳ ଖାଇବାର ଦେଖାଯାଏ। ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ। କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର, ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର, ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟର ସଂସ୍କୃତି ଆଗକୁ ଗତି କରିଛି। ଏହି ସବୁ ଅଗ୍ରଗତିର ଧାରାବାହିକ ବିବରଣୀ ହେଉଛି ଇତିହାସ। ଅନ୍ୟ ଅର୍ଥରେ ଇତିହାସ କହିଲେ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ଇତିହାସକୁ ଇଂରାଜୀରେ ହିଷ୍ଟ୍ରି କୁହାଯାଏ। ହିଷ୍ଟ୍ରି ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି। ମନେ ରଖିବେ, ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି। ହିଷ୍ଟୋର ଅର୍ଥ ହେଉଛି ଅତୀତ ବିଷୟରେ ଜାଣିବା। ଅନ୍ୟ ଅର୍ଥରେ ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରେ। ଇତିହାସ ପଢ଼ିବା ଦ୍ୱାରା ଆମେ କ'ଣ ଲାଭ ପାଇବା? ମାନେ ଇତିହାସ ପଠନର ଉପାଦେୟତା କ'ଣ? ଇତିହାସ ପଢ଼ିବା ଦ୍ୱାରା ଅତୀତରେ ଘଟିଥିବା ଘଟଣାଗୁଡ଼ିକୁ ଜାଣିପାରିବା। ଇତିହାସରୁ ଅତୀତକୁ ଜାଣିବା ଏବଂ ବର୍ତ୍ତମାନକୁ ବୁଝିବା। ଅତୀତକୁ ଜାଣିଲେ ଆମେ ବର୍ତ୍ତମାନ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା। ଅତୀତରେ ମନୁଷ୍ୟ ସୁଖ ଶାନ୍ତିରେ ରହିବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରୁଥିଲା, ସେଗୁଡ଼ିକର କେତେକ ବର୍ତ୍ତମାନ ମଧ୍ୟ ଆମ ପାଇଁ ଦରକାର ହେଉଛି। ଅତୀତରେ ସେହି ଉପାୟମାନଙ୍କର ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ। ଅତୀତରେ ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣି ଯେଉଁଗୁଡ଼ିକ ଆମ ପାଇଁ ଦରକାରୀ ସେଗୁଡ଼ିକ ଗ୍ରହଣ କରିପାରିବା। ଏହି କାର୍ଯ୍ୟ କରିବା ଇତିହାସ ପଠନରେ ସହାୟକ ହୋଇଥାଏ। ଅତୀତରେ ଥିବା ଅନେକ କୁପ୍ରଥା, ଅନ୍ଧବିଶ୍ୱାସ ଏବେ ମଧ୍ୟ ଆମ ସମାଜରେ ପ୍ରଚଳିତ। ଇତିହାସ ପଢ଼ିବା ଦ୍ୱାରା କେବେ, କାହିଁକି, କିପରି ସୃଷ୍ଟି ହୋଇଥିଲା ତାହା ଆମେ ଜାଣିପାରିବା। ବର୍ତ୍ତମାନ ଯୁଗରେ ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ ତାହାକୁ ଆମେ ବୁଝିପାରିବା।